ମୃତମାନଙ୍କ ମଧ୍ୟରେ କାହିଁକି ତୁମେ ଜୀବିତଙ୍କର ଅନ୍ୱେଷଣ କରୁଅଛ? ସେ ଏଠାରେ ନାହାନ୍ତି, ସେ ଉଠି ଅଛନ୍ତି। ପ୍ରିୟମାନେ, ସବୁଠାରୁ ସୌଭାଗ୍ୟ ହେଲା ଆମେ ଜଣେ ଜୀବିତ ପରମେଶ୍ୱରଙ୍କର ସେବା କରୁ, ଜଣେ ବଞ୍ଚିଥିବା ପରମେଶ୍ୱରଙ୍କର ପୂଜା କରିବା କେତେ ବଡ଼ ସୌଭାଗ୍ୟ। ସେଥିପାଇଁ ଆପଣଙ୍କୁ ମତେ କିଏ ପଚାରିଲେ କୁହନ୍ତୁ, ତୁମ ପ୍ରଭୁ କେମିତିକା, ତୁମ ପ୍ରଭୁ କେମିତିକା କୃଷରେ ମରିଗଲା, ହାତ ହଲାଇ ପାରିଲା ନାହିଁ, ଗୋଡ଼ ହଲାଇ ପାରିଲା ନାହିଁ, ଗଲା ବୋଲି ଭୟଙ୍କର କହିଦେବେ ନା। ସେମାନଙ୍କୁ କହିବାର ଅଛି, ମୋର ପ୍ରଭୁ ବଞ୍ଚିଥିବାଟା, ମୋର ପ୍ରଭୁ ଜୀବନଟା। ଆମର ଭାଷାରେ ସେମାନଙ୍କୁ ଜବାବ ଦେବାର ଆବଶ୍ୟକ ରହିଛି। ଆଜି ଆମ ଖ୍ରୀଷ୍ଟିଆନ ସମାଜରେ ଅନେକ ଭାଇ ଭଉଣୀ ଥିବେ। ଆଜି ଚର୍ଚ୍ଚରେ ବହୁତ ଭିଡ଼, ଚର୍ଚ୍ଚରେ ଭିଡ଼ ଆଉ କୋଉଠି ଭିଡ଼? ମଶାଣି ପଦାରେ ବହୁତ ଭିଡ଼। ମୁଁ ଭାବୁଛି କଣ, ଯୋଉ ଶୁକ୍ରବାର ଦିନ ଯୀଶୁ ମରିଗଲା ପରେ ଆଜି ଆମ ହୃଦୟ ଆସିଛନ୍ତି ନା କଣ ବୋଲିକିନା ମୁଁ ଭାବୁଛି। ଏତେ ଗହଳି ହେଲା ଏକା ଯୀଶୁ ଉଠିଲେ ନା କଣ? ଦିନେ ରାଜୀବ ଦାନିଏଲକୁ ଜଣେ ଲୋକ ଭେଟିଲେ ଆଉ କହିଲେ, ଆଜ୍ଞା ନମସ୍କାର, ଭଲ ଅଛନ୍ତି କି ବୋଲିଲା? ସେ କହିଲେ, ହଁ ଭାଇ ଭଲ ଅଛି, ଆପଣ କିଏ ବୋଲିଲା? ସେ କହୁଛନ୍ତି, ଆଜ୍ଞା ଆପଣ ଜାଣିନାହାନ୍ତି, ଗତ ବର୍ଷ ଥରେ ଟ୍ରେନରେ ଆପଣଙ୍କୁ ମୁଁ ଟାଇମ ପଚାରିଥିଲି। ଗତ ବର୍ଷ ଟାଇମ ପଚାରିବାକୁ ଆଜି ମନେ ଥିବ? କୋଉ ସୌଭାଗ୍ୟତାରେ ଗୋଟେ ଥିବେ, କୋଉ ପରବ ବୋଲେ ଟିକେ ଆସିଥିବେ, ଆଉ ସେ ପୁନରୁତ୍ଥାନ ବେଳେ ଆସିଥିବେ। ଯେବେ ସତ୍ୟ ବାକ୍ୟ ପରମେଶ୍ୱର ଆମକୁ ଦେଲେ, ତାଙ୍କୁ ଜାଣିବା ପାଇଁ ସେ ଆମକୁ ସାହାଯ୍ୟ କଲେ। ଆଜି ଆମେ ଠିକ ଭାବରେ ପ୍ରଭୁରେ ବଢୁଛୁ, ଆହୁରି ବଢିବାର ଆବଶ୍ୟକ ରହିଛି। ଜଣେ ଜୀବିତ ପରମେଶ୍ୱରଙ୍କ ସେବା କରିବା ସବୁଠାରୁ ଆଶୀର୍ବାଦ ରହିଛି। ଆପଣ ଆମକୁ କେତେ ଗର୍ବ କରିବା କଥା, କେମିତି ପରମେଶ୍ୱରଙ୍କ ସେବା କରୁଛୁ ଆମେ ଜୀବିତ। କେମିତି ପରମେଶ୍ୱର ଏ ମା ମାନଙ୍କ ବାଟରେ ସବୁ ମଲା ପ୍ରଭୁ କଲା କଥା ହଉନାହାନ୍ତି। ଏ ରାଇଟ ସାଇଡ ର ପରମେଶ୍ୱର ଠିକ ଅଛନ୍ତି, ଏ ଲେଫ୍ଟ ସାଇଡ ର ପରମେଶ୍ୱର ଏ କହି ଦେଖ ଆମର ପ୍ରଭୁ କେମିତି ପ୍ରଭୁ ବିଶ୍ୱାସ ହେଉଛି। କେତେଟା ସମୟ ଆଜି ବି ଅଛନ୍ତି, ମୋ ବିଶ୍ୱାସ ଲାଗୁନାହିଁ, ନହେଲେ ମୋର ଦର ଛାଡତା କି ନାହିଁ, ମୋ ବିଶ୍ୱାସ ଲାଗୁନାହିଁ, ନହେଲେ ମାଟି କରିବା ଘରେ ଟିକି ଗଲା ବୋଲି କିଏ କଣ ଥିବେ। ସେଇ କ୍ଷମା ପାଇଁ ସେ ଆଜି ଉଠିଛନ୍ତି। ହାଲେଲୁୟା। ସେ କ୍ଷମାଙ୍କୁ ମଧ୍ୟ ସେ ଦର୍ଶନ ଦେବା ପାଇଁ, କ୍ଷମାର ପରିସ୍ଥିତିକୁ ବଦଳାଇବା ପାଇଁ ଆଜି ମଧ୍ୟ ସେଇ ପରମେଶ୍ୱର ବଞ୍ଚିତ। ପ୍ରଭୁଙ୍କର ଗୌରବ ହଉ। ମୁଁ ଆପଣମାନଙ୍କୁ ଗୋଟେ ବାକ୍ୟ ପଢି ଉତ୍ସାହିତ କରିବି, ତାପରେ ପ୍ରଭୁଙ୍କ ଦାସ ବାକ୍ୟ ଦେଇ ଆମକୁ ପଢେଇ ନେବେ। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 15 ଅଧ୍ୟାୟକୁ ଆସନ୍ତୁ। 16 ଅଧ୍ୟାୟ ବାହାର କରନ୍ତୁ। 16 ଅଧ୍ୟାୟ 1 ପଦରୁ ପଢ। ସେ ଶିଷ୍ୟମାନଙ୍କୁ ମାର୍କ ଲିଖିତ ସୁସମାଚାର 16 ଅଧ୍ୟାୟ 1 ପଦରୁ ମୁଁ ପଢୁଛି। ଧ୍ୟାନ ସହିତ ଶୁଣିବେ। ବିଶ୍ରାମ ବାର ଗତ ହେଲା ଉତ୍ତାରେ ମଗଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାକୁ ମଖାଇ ଦେଇ ପାରନ୍ତି। ପୁଣି ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ। ସେତେବେଳେ ସୂର୍ଯ୍ୟ ଉଠିଥିଲା। ସେମାନେ ପରସ୍ପର କୁହାକୁହି ହେଉଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ୱାରରୁ ପଥରଟା ଗଡ଼ାଇ ଦେବ, କାରଣ ତାହା ଅତି ବୃହତ୍। ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ ପଥର ଗଡ଼ାଇ
ଦିଆଯାଇଅଛି। କହିବା ହାଲେଲୁୟା ହାଲେଲୁୟା। ପ୍ରିୟ ମାନେ ଏଠି ଆମେ ଦେଖୁଛୁ ଯେମାନେ ଆଜି କୁ 3 ଦିନ ହେଲା ଆମର ପ୍ରଭୁ କୋଉଠି ଅଛନ୍ତି ଟିକେ ଆମେ ଦେଖିବା। ଆମେ ତାଙ୍କୁ ଟିକେ ଦେଖିବା। କେତେ ଜଣ କହୁଛନ୍ତି ଯିବୁ ଦେ କେମିତି ଦେଖିବୁ କହ କେମିତି ଦେଖିବୁ ଆଜି ରବିବାର ପ୍ରାର୍ଥନା ଯିବୁ ଦେ ଟାଇଲ ପଞ୍ଚର ଅଛି କେମିତି କରିବୁ କହ ଭଲ ଆଜି ପ୍ରାର୍ଥନା ଯିବାର ଇଚ୍ଛା ଅଛି ଯେ ତୋତେ କେ ବର୍ଷା ନାଇଁ କହ ଏବେ ବର୍ଷା ହଉଛି କେମିତି କରିବୁ ବର୍ଷା ହେଲେ ଆମର ଲୋକ ମାନେ ଲଙ୍ଗର ଭଇବେ ଜୁଆରୀ ଭଇବେ ଛତା ଧରି ଭିଜି ଭିଜି ଏ ଗାଁରୁ ସେ ଗାଁ ହଳ କରିବାକୁ ଯିବେ ଚର୍ଚ୍ଚ ଯିବାକୁ ବଳ ଦରକାର ଚର୍ଚ୍ଚ ଯିବାକୁ ଆମକୁ ଅଟୋ ଦରକାର ଚର୍ଚ୍ଚ ଯିବାକୁ ଆମକୁ ସୁବିଧା ଦରକାର ଏ ମା ଜଣକ କହୁଛି ତୁ ଏବେ ଯିବା ଆମେ ଯେ କେମିତି ତାଙ୍କୁ ଦେଖିବା କହ ଆମେ ଦେଖିଛୁ କବର ଦେଲା ଦିନ ଏତେ ବଡ ପଥର କଣ କରାଯାଇଛି ରଖାଯାଇଛି ପ୍ରାର୍ଥନା ଯିବୁ ଦେ ତୋତେ ତ ଖାସ ହେଉଛି କେମିତି ବସି ପାରିବୁ କହ তুই তো চেয়ারে বসি পারবো না গোটা বাহারিছি কেମିତି କରିବୁ କହ ପ୍ରିୟ ମାନେ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ଆମକୁ ଅନେକ ସେଇ ପଥର ଗୁଡିକ ଆମର ସାମ୍ନାରେ ରହିଛି ଯୋଉଟା କି ବିଶ୍ୱାସ ବିନା ଏସବୁ ପଥର ଗୁଡିକ କେବେ ଘୁଞ୍ଚିବ କିନ୍ତୁ ଏମାନେ ବିଶ୍ୱାସ ସହକାରେ ଆଗକୁ ବଢୁଛନ୍ତି ଯାହା ବି ହେଉ ପଥର ଘୁଞ୍ଚାଇ ଦେବାରୁ ଯୀଶୁ ବାହାରିଲେ ନା ଆଗରୁ ବାହାରିଲେ ପଥର କାହିଁକି ଘୁଞ୍ଚା ଗଲା ଆପଣ ମାନେ ଆଉ ମୁଁ ଯେପରି ଦେଖିକିନା ଜାଣିବୁ ଯେ ଏହି ଜାଗାରେ ଯୀଶୁ ନାହାନ୍ତି ସେ ଉଠିଛନ୍ତି ପ୍ରିୟମାନେ ଯୀଶୁ ଖ୍ରୀଷ୍ଟ ଉଠିଛନ୍ତି ବୋଲି ପ୍ରମାଣ କଣ ଆଜି ସେ ଶୂନ୍ୟ କବର କହେ ଦୁନିଆର ଯେତିକି ବ୍ୟକ୍ତି ମରିଲେ ଆଉ ସେମାନେ ମାଟିରେ ମିଶି ଗଲେ ଆଜି ବି ସେମାନେ କବରରେ ଅଛନ୍ତି ମାତ୍ର ପୃଥିବୀର ଏକମାତ୍ର କବର ଯୋଉଟା ତୁମେ ପୃଥିବୀର ଏଣେ ତେଣେ ଭ୍ରମଣ କରି ବୁଲ ତୁମେ ଇତିହାସର ବିଶ୍ୱ ଇତିହାସର ତୁମେ ଖୋଜିକିନା ଦେଖ ଯୋଉ କବର କି ଏକମାତ୍ର କବର ଯୋଉଠି କି ଶୂନ୍ୟ ଅଛି ଖାଲି ଅଛି ସେଇ କବର ହେଲା ଯୀଶୁ ଖ୍ରୀଷ୍ଟଙ୍କୁ ରଖାଯାଇଥିବା କବର এই কবর কহে সে সেই কবরের সে নাহান্তি আপন মানে তলকু পড়িবে পড়ন্তু তলকু কোটি ছিল আমি কেতে পদরে ছিল 3 পদ 5 পদ মু পড়ুছি ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ବିସ୍ମୟିତ ହେଲେ ସେଥିରେ ସେ ସେମାନଙ୍କୁ କହିଲେ ବିସ୍ମୟିତ ହୁଅ ନାହିଁ ତୁମ୍ଭେମାନେ ପୁରୁଷରେ ହଟ ନା ଯଦି ପ୍ରିୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ ସେ ଉଠି ଅଛନ୍ତି ସେଠାରେ ନାହାନ୍ତି ଦେଖ ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ ହାତ ପଦ ଧ୍ୟାନ ସହିତ ଶୁଣିବେ କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ତୁମ୍ଭେମାନେ ଯାଅ ଆହୁରି କାହାକୁ କୁହ ଶିଷ୍ୟମାନଙ୍କୁ କୁହ ଆହୁରି ପିତରଙ୍କୁ ପିତର କିଏ ପିତର ଶିଷ୍ୟମାନଙ୍କୁ କୁହ ଆହୁରି ପିତରଙ୍କୁ ପିତର ତାଙ୍କ ଶିଷ୍ୟ ନଥିଲେ କି ତାଙ୍କର ନାମ ସେ କାହିଁକି ପର୍ସନାଲି ମେଣ୍ଟେନ କରୁଛନ୍ତି କାହିଁକି କହୁଛନ୍ତି ମୋର ଶିଷ୍ୟମାନଙ୍କୁ କୁହ ଆହୁରି ପିତରଙ୍କୁ ମଧ୍ୟ ପିତର ମୋର ପାଇଁ ଯେତେବେଳେ ମୁଁ କୃଷରେ ମୃତ୍ୟୁବରଣ କରିବା ପାଇଁ ଯାଉଥିଲି ଯେତେବେଳେ ଶତ୍ରୁ ମାନେ ଧରିଲେ ସେହି ସମୟରେ ପିତର ମୋତେ 3 ଥର ଅସ୍ୱୀକାର ସେ ଜାଣୁଥିଲେ ଯେ କିଏ ଜାଣେ ପିତର କୋଉଠି ନା କୋଉଠି ସେ ବ୍ୟାକସ୍ଲାଇଡ୍ ହେଇଛନ୍ତି କି ମୁଁ ମରିଯିବାଟା ଭାବି ସେ ପଶ୍ଚାତପଦ ହେଇଯିବେ କି এই ପ୍ରକାର ମନୋଭାବ ସେ ପ୍ରଭୁ କଣ କଲେ ଧାରଣ କରି ସେ କହୁଛନ୍ତି ଯେ ପିତରଙ୍କୁ ମଧ୍ୟ କୁହ ପିତରଙ୍କୁ କୁହ ଆଜି
आपण मानक मो एटा गोटे संदेश जो माने आज आम बैकस्लाइड जीवन बिताइला परि अच्छु कौन ना कौन गोटे घटना को नहीं आम निराश हताश से यीशु ख्रीस्ट उठला कहते मुई तुमर पाई बंचु आज आप देखिए अनेक फांसी होकिना मरवाटा बहुत खबर गुड़ी आम शुणु से परिस्थिति भयंकर छोट छोट घटना गोटे न्यूज देखुली मासक 80 लाख दरमा केते दरमा 80 लाख दरमा से 17 महला ऊपर से डेई पड़ी जड़े इंजीनियर से कौन कर आत्महत्या गोटे छोटिया पाप करी आज अनेक भाई भौणी मैंने भावुं मुझे प्रभु को निकट को फेरला परी केतरा शिष्य माने तो कौन कले यीशु मरला परे से समस्त कथबार्ता ही आंद्रिय जाकुब आमे तो भाविलु भयंकर बड़ मिनिस्ट्री गोटे करवा बोलिकिना ये तो अटकी किना रही गला भयंकर बड़ मिनिस्ट्री आमे गोटे रिवाइवल आनबु बोलिकिना भाविलु यीशु थिला बेले सिना 5टा रुटी 2टा माछ थिले पेट भर्ती खाइबार चमत्कार हेउथिला लोक माने मरला उठुथिले छोटा मान चालुथिले एबे तो से माने बापा नाई बोली दुख रे थिबा लोक मानकु जो माने आज मोर परिस्थिति भयंकर हे गला मु केमिति चलिबी मोर अभाव से मानकु सही पुनरुत्थित परमेश्वर करिबा पाई जानती तुमे से मानकु जाई कुह मु से मानको पाई उठिछि मु तमरो जत्न नेबा पाई जीवित अछि मु बंचिछि तुमकर गौरव हो ये माने सेही परमेश्वर बंचित मु सिना दुर्बल से बलवान से बलवान अटन से सबुठारू शक्तिशाली परमेश्वर गोटे कोटेशन मु पढ़ी दुनिया सबुठारू शक्तिशाली वस्तु पुणी लुहा लुहा कौन करे पत्थर को भी खंड खंड करे भांगी दे तार शक्तिशाली विषय अग्नि से लुहा को अग्नि पकाई देले तरली जाए अग्नि ठारू शक्तिशाली है पानी से पानी ठारू शक्तिशाली मनुष्य को नहीं पानी को आम गिनी दे मात्र मनुष्य सब शक्तिशाली है मृत्यु मृत्यु आगे मनुष्य हार मानी डरी जाए भयभीत हो जाए मात्र आम जो परमेश्वर सेवा करुचु से मृत्यु को कौन कर हर जय कर प्रभु सेवा प्रभु गौरव कहबार अच्छी अभाव आसले कहबार अच्छी ठीक अच्छी मो प्रभु बंचित रोग छाड़ ना कहतु मोर प्रभु बंचित भल घर ना कहतु मोर मोर प्रभु घर तैयारी रखी मोर मोर परमेश्वर जीवित अच्छा आप चिल्लाई चिल्लाई प्रभु निकट में आराधना उपासना करूँ आपंकर सब परिस्थिति गुड़ी कौन है नॉर्मल नॉर्मल प्रभु आम समस्त को आशीर्वाद करूँ।